ଭାରତ ମାତା କି ଜୟ, ବନ୍ଦେ ମାତରମ୍। ନୂତନ ଶିକ୍ଷାନୀତି 2020ର ଘୋଷଣାନାମା ଆସିବା ପରେ ସମସ୍ତ ଭଉଣୀମାନେ ବିଭିନ୍ନ ଗଣମାଧ୍ୟମ ତଥା ୟୁଟ୍ୟୁବରେ ନ୍ୟୁଜ୍ ଦେଖି ବ୍ୟସ୍ତ ବିବ୍ରତ ହୋଇପଡ଼ିଥିବେ ବୋଲି ମୁଁ ବି ଚିନ୍ତିତ। କିନ୍ତୁ ବିଭିନ୍ନ ସାମାଜିକ କାର୍ଯ୍ୟବ୍ୟସ୍ତତା ସହ ଦେହ ଅସୁସ୍ଥତା କାରଣରୁ ମୁଁ ବ୍ଲଗ୍ ମଧ୍ୟ କରିପାରୁନାହିଁ। ଆଉ ଆଜି ବି ମୁଁ ସମ୍ପୂର୍ଣ୍ଣ ଭିଡ଼ିଓ କରିପାରିବି ନାହିଁ। କିନ୍ତୁ କେବଳ ଏତିକି କହିବା ପାଇଁ ମୁଁ ଏ ବ୍ଲଗ୍ କରୁଛି ଯେ ଆମ ଅଙ୍ଗନବାଡ଼ି କର୍ମୀ ସହାୟିକା ଭଉଣୀମାନେ ଡରନ୍ତୁ ନାହିଁ। ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ଚାଲିଛି କି ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ହୋଇଯିବ। ଆଉ କେନ୍ଦ୍ର ବନ୍ଦ ହୋଇଯିବାର ଅର୍ଥ ଅଙ୍ଗନବାଡ଼ି କର୍ମୀ ସହାୟିକା କରିବେ କ'ଣ? ହେଲେ ଏ କଥା ସତ ଯେ ନୂତନ ଶିକ୍ଷାନୀତି 2020 ଲାଗୁ ହେବା ପରେ ପାଠପଢ଼ାର ଢାଞ୍ଚା ବଦଳିବ, ଶିକ୍ଷାନୀତିରେ ପରିବର୍ତ୍ତନ ହେବ ଏବଂ ଅଙ୍ଗନବାଡ଼ି କର୍ମଚାରୀଙ୍କୁ ସେଥିପାଇଁ ତାଲିମ ମଧ୍ୟ ପ୍ରଦାନ କରାଯିବ। କିନ୍ତୁ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ହେବ ନାହିଁ। ସେହି ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକା ରହିବେ। ଏଣୁ ଭଉଣୀମାନେ, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ହୋଇଗଲେ ଆମେ କ'ଣ କରିବୁ ବୋଲି ଆପଣମାନେ ଯେଉଁ ଚିନ୍ତା କରୁଛନ୍ତି ଏବଂ ଟେନସନରେ ରହୁଛନ୍ତି, ସେ ଚିନ୍ତା କରନ୍ତୁ ନାହିଁ। ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ହେବ ନାହିଁ। ତେବେ ଆଜି ମୁଁ ଆପଣଙ୍କୁ ଆଉ ଅଧିକା କିଛି କହିପାରୁନି। ଆସନ୍ତାକାଲି ଏ ନୂତନ ଶିକ୍ଷାନୀତି 2020 ଉପରେ ନିଶ୍ଚିନ୍ତ ରୂପେ ସମ୍ପୂର୍ଣ୍ଣ ଭିଡ଼ିଓ ପ୍ରଦାନ କରିବି। ସମସ୍ତଙ୍କୁ ଏତିକି ନିବେଦନ କରିବି କି ଆପଣମାନେ ଯାହା ବି ସୋସିଆଲ ମିଡ଼ିଆରେ ଶୁଣୁଛନ୍ତି, ଦେଖୁଛନ୍ତି, ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ହେବା କଥା ନେଇ ଚିନ୍ତିତ ଅଛନ୍ତି, ସେସବୁ ସୋସିଆଲ ମିଡ଼ିଆର କଥାକୁ ନେଇ ବ୍ୟସ୍ତ ବିବ୍ରତ କିମ୍ବା ଚିନ୍ତିତ ହୁଅନ୍ତୁ ନାହିଁ। ଧୈର୍ଯ୍ୟ ଧରନ୍ତୁ। ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ହେବ ନାହିଁ। ଅପେକ୍ଷା କରନ୍ତୁ ମୋର ଆସନ୍ତାକାଲିର ଭିଡ଼ିଓକୁ। ଧନ୍ୟବାଦ।